ଟଙ୍କା ଭାଗ କହୁଛି ମାରି ମାରି ତ ଦେଉରୁ ଚମଡ଼ା ଉତ୍ତର ମୁଁ ଟଙ୍କା କୋଉଠୁ ଆଣିବି ବାବୁ? ଟଙ୍କା କୋଉଠୁ ଆଣିବି? আরে শোন তুই চোরি কর কি নারী কর মোর সেসব কিছু যায় আসে নাই সবাইকে কইতলা তুই তা পাখরে 5 লক্ষ টাকা এই টকা ভাগ টকা ভাগ পুলিশ বাবু ও জগরকে মারছো কাইকে? টকা পাই মারুছি আইয়ো তাহলে এইটি অছু সমানে অকর্মণ্যটা হইলে কোণ হলা হেলে টোকা মানক ফসিকি রক্ষা পাই এ বুদ্ধি গোরা পুরা ঘুমতি হইকি অছি হেলে মনে ଅଛି সেদিন তো ভଳି পশুকু কে কোন ভুলি পারিব? মো নিঃশ্বাসকু হুয়ে তো মো ভুলি পারে এটা ততে মনে ଅଛି তাহলে ইয়ে বা খাইলা পুয়া রঙ্ক আর সেদিনর স্বাদটা কোণ এপর্যন্ত মো পাটিরে যাଉଛି এইটি পুলিশ বালা কিছু দবাকু হেলে কিছু দবাকু পড়ে আউ আইছি মানে নেবি না নাই এই পুলিশ বালা যে খালি হাতরু ফেরি যায়নি যে আইছি মানে তোর কিছু আদায় করিব না এ পুলিশ বালা এই মো নানি কি ছাড়তে কইছে নহলে তু জগনুর আসল রূপটা দেখিবো। দেখারে অসল রূপটা তু দেখারে তোরা 5 টঙ্কা নাই তোরা চালা ঘরে রହୁଛୁ তোরা সবাকিয়া পাখରୁ 5 লক্ষ টাকা ঠকি নেই এই তু যদি সেই 5 লক্ষ টাকা ন দেবু সম্মানে এ সুন্দরিয়া মাইকিনেটা পাখু আদায় করিবে। নানি বিরুদ্ধে আউ থরে এমতি কথাবার্তা করনে কইছছে জগরু এই সব পাপি এই সব অমরিস এই মো দেহর কলঙ্কর কালিমা বলি দেইছি একু ছাড় না জগরু একু মারি দে এই সব পশু অমরিস এই বসু হরামি তুই মোর নানির দেহরে কলঙ্ক বলি যাইছু সরা মুই ততে মারি দেবি বে। কিসা করছি সে কিসা করছি কাই জানি এই পচা সে সবাকিয়া পাখରୁ 5 লক্ষ টাকা ঠকি নেইছি আরে পচা তাকু এ দেখুন সবাকে চন্দ্র পকড় এত টাকা আনি কোন করলু রে? এরা মিঞ্জা এ তো ভাইটা মো ঘরକୁ গলা মো গোড় ধইলা হাত ধইলা ভে ভে হেই কান্দিলা হেলে তোতে ন পচারি তাকে 5 লক্ষ টাকা এ মিঞ্জা এ ইয়াডা না টাকা নেই জুনাই কউনু এ দেখুন সবাকে চন্দ্র পকড় এত টাকা আনি কোন করলু? হে ভাই হ্যাঁ ভাই ମୁଁ ଟଙ୍କାଟା ଆଣି ମୋ ନାନୀକୁ ଭଲ କରିବା ପାଇଁ ଗୋଟେ ଡାକ୍ତରকে ଦେଇ ଦେଇଛି ସେ ଡାକ୍ତରଟା କିଏ ନେଇଗଲା ମୁଁ ତାକୁ ପାଉନି। জগনু তো মতে ভালো করিবা পাই এই চৈনি পাখରୁ টଙ୍କା আনিଥିଲୁ ରାନ୍ଧିବେ କିସ କରିଥାନ୍ତି ଆଉ ତୁ ତ ଭଲ କରି ନିଜ ହାତରେ ଗଣ୍ଡେ ଖାଇ ପାରୁନୁ ଲୁଗାପଟା ପିନ୍ଧି ପାରୁନୁ ହେ ନାନୀ ମୁଁଟା ଗୋଟେ ମୂର୍ଖ ଆଦିବାସୀ ଲୋକଟା ମୁଁ ଜୀବନ ସାରା ପରିଶ୍ରମ କଲେ ବି ତତେ ଭଲ କରିପାରିବିନି ଲୋ। ଜଗନୁ ତତେ ଭଲ କରିବା ପାଇଁ ମୁଁ ଏ ଚଇନି ବୁଢ଼ାଠୁ ଟଙ୍କା ଆଣିଥିଲି ଟଙ୍କା ସୁଝି ପାରିବିନି ତା ଘରେ ଯାଇ ଗୋତି ଘଟିବି ତୁ କାଇଁ ମନ ଦୁଃଖ କରୁଛୁ? ଜଗନୁ ଏ ଜଗୁନୁ କିଏ କହିଲା ତୁ ମୂର୍ଖଟା ରେ? ତୋ ଉଦୟକୁ ଦେଖି ମୋ ଛାତିଟା କୁଣ୍ଡେ ଫୁଟା ହେଇଯାଉଛି। ওই রাসে ভাই ছুয়াকে পচার দেখাবি দেখবা
କ'ଣ ହେଲା କାହିଁ ଅଟକାଇଲୁ ଆରେ ବିଞ୍ଜା ହଁ? ଭଲରେ ଭଲରେ ଟଙ୍କା ଦେଇଦେ ନହେଲେ ତୁ ଯାଇ ଜେଲରେ ଘଣା ପେଲିବୁ ରେ ସଇନି ତମେ ଆମ ଗାଁ ଲୋକ ମୋ ସାନ ଭାଇଟା ଟଙ୍କା ନେଇଛି ମୁଁ କଥା ଦଉଛି ହଁ। ତମ ଟଙ୍କା ଯେମିତି ହେଲେ ସୁଝି ଦବୁ ହେଲେ ଆମକୁ ପୋଲିସ ହାତ ଦିଅନି ମୁଁ ତମ ଗୋଡ଼ ତଳେ ପଡୁଛି। ମୋ ଗୋଡ଼ ତଳେ ପଡ଼ିଲେ ମୁଁ କ'ଣ କରିବି ସେ ଟଙ୍କା ମୋର ନୁହଁ ସେ ଟଙ୍କା ହଉଛି ସୋନି ମ୍ୟାଡ଼ାମଙ୍କର सोनी मैडम माने ମ୍ୟାଡ଼ାମ ମାନେ ଜହର ଜଗଦେବଙ୍କ ଝିଅ ସୋନି ଜଗଦେବ ଆରେ ହଁ ବର୍ତ୍ତମାନ ମୁଁ କ'ଣ କରିବି ସୋନି ମ୍ୟାଡ଼ାମ ଅଟେ ଆସି ପହଞ୍ଚିଯିବେ ହଁ। ମୁଁ କି ଉତ୍ତର ଦେବି କିଛି ଉତ୍ତର ଦେବା ଦରକାର ନାହିଁ ଆଜ୍ଞା। ସୋନି ମ୍ୟାଡ଼ାମ ଆସିଲେ ସିଏ ଆପେ ଆପେ ଉତ୍ତର ଦେବେ उत्तर नुह ଆଉ मोर टंका दरकार सोनी सोनी तो प्राची तू एठी पुणे मेलचा मानको सहित तू केमिति एडजस्ट करछु अरे मोर तो गोड़ रखिया पे इच्छा होने रे ଓ ସୋନି ମ୍ୟାଡ଼ାମ ଏଇ ଦି ଜଣ ପୁରା ସବାଖିଆ ପାଖରୁ 5 ଲକ୍ଷ ଟଙ୍କା ଠକି ନେଇଛନ୍ତି ଆକୁ ତତେ ମୁଁ ଆଜି ହାତତ୍ର ପୁରାଇକି 2 ଘଣ୍ଟା ସେକି ନ ଦେଇଛି କଥା କହୁଛି रोज पुलिस बाबू टंका ढाउची मोर ଆଜ୍ଞା आ केसटा भी मु भी देइथिल ଆଜ୍ଞା ଆଜ୍ଞା मु किंतु केसटा फेरेई नउची ଆଜ୍ଞା ତା ଛଡ଼ା ମୋ ସାଙ୍ଗର ଲୋକମାନେ ଟଙ୍କା ନେଇଛନ୍ତି ଯେତେବେଳେ ମୋ ସାଙ୍ଗ ପାଇଁ ମୁଁ କ'ଣ ଏତିକି କରିପାରିବି ଦେଖିଲ ସୋନି ମ୍ୟାଡ଼ାମ କେତେ ଭଲ ଏଇ ସାଙ୍ଗେ ସାଙ୍ଗେ କେସ୍ଟାକୁ ୱିଡ୍ରଲ୍ କରିଦେଲେ ଆଉ ସେମାନେ କେସ୍ଟା ଯେମିତି ମୋ ହାତରେ ପଡ଼ିଥିଲା ନା ଆବେ ହଡ଼ ଓ ଇନ୍ସପେକ୍ଟର ବୀରପ୍ପା ରେଡ୍ଡି ମାଟ ମନ୍ତ୍ରକୁ ଗୋପଟା ଘର ଦୟା ରହି ମୋ ଗୋପଟା ହେଇଗଲା ଏକଦମ ପୋଡ଼ି ଟଙ୍କା ପଛେ ଯାଇ ମୋ ମାଟି ସେଇଥିପାଇଁ ମୋ ମାଟା ମୋ ନାଁ ଦେଇଥିଲା ବୀରପ୍ପା ରେଡ୍ଡି ଦେଖିଲୁ ବିଞ୍ଜା ଇଏ ସୋନି ମ୍ୟାଡ଼ାମ ହଉଛନ୍ତି ଦହିଆର ସାଗର ଇଏ ତୋରି ପାଇଁ ଇଏ ସବୁ ଛାଡ଼ିଦେଲେ ନହେଲେ ଆଉ କିଏ ହେଇଥିଲେ ଇଏ ବେକରେ ଗାମୁଛା ପକେଇ ଘୋଷାଡ଼ି ଟଙ୍କା ଆଦାୟ କରିଥାନ୍ତି ଜାଣିଥା ତୁ ପାରେ ପାଇଗଲୁ ସୋନି ମ୍ୟାଡ଼ାମ ମୁଁ ଆସୁଛି ଦେଖିଲୁ ସେ ଟଙ୍କାଟା ମୋ ଉପରେ ଖାଲି ମଟର ମଟର ହଉଛି ଏ ଜଗୁନୁ ସହରରୁ ଦିଦି ଆସିଛନ୍ତି ପରା ତାଙ୍କ ପାଇଁ ଟିକେ ସର୍ବସ୍ତ ବ୍ୟବସ୍ଥା କରିବା ଚାଲେ ସେ ଦୁଇ ସାଙ୍ଗ ବସି ଏଇଠି କଥା ହେଇଥାନ୍ତୁ ଚାଲ ଭାଇ ମୁଁ ଆଉଛି ନାନୀ ଏ ଗୋଟେ କଥା କହିବି ତୋର ଯୋଉ ସହରୀ ଦିଦିଟା ଆସିନି ସାଙ୍ଗ ତା ଚୁଟି ଗୁଡ଼ା ନା ଠିକ୍ ଆମ ଖଣ୍ଡଗିରି ପାତି ମାଙ୍କଡ଼ ଚୁଟି ଭଳିଆ ଦେଖା ଯାଇ ଦେଖିଥିଲ ପ୍ରାଚୀ ଏ ମାଙ୍କଡ଼ଟାକୁ ବାହାଇଛୁ ତା ପାଇଁ ହାତରେ ଶଙ୍ଖ ମଥାରେ ସିନ୍ଦୁର ପିନ୍ଧିଛୁ ସୋନି କାହାକୁ ତ ମାଙ୍କଡ଼ ବୋଲି କହୁଛୁ ସେ ତୋ ପାଇଁ ମାଙ୍କଡ଼ ହେଇପାରନ୍ତି ହେଲେ ମୋ ପାଇଁ ସେ ସଙ୍କଟ ମୋଚନ ହନୁମାନ ଆରେ ୱାଃ ଗୋଟେ ମଣିମୁଣ୍ଡି ଆଦିବାସୀ ପାଇଁ ଏତେ ଭଲ ପାଇବା ଆଉ ମୋ ଭଲ ପାଇବା ତୋ ମୁଣ୍ଡରୁ ଏଯାଏ ନିଶାଟା ଖସିନି ତାହେଲେ ଏ ପ୍ରାଚୀ ତୋର ମନେ ରଖିବା ଦରକାର ମୋ ଶୁଣ ମୋ ଦେହରେ ଚଳୁଛି ବନ୍ୟା ମୁଁ ଯା ଚାହେଁ ତା ଆଉ ଜଣ ପାଏ ସେଟା ମୁଁ କାହାରି ହବାକୁ ଦିଏନି ସୋନି ଏ ଦେখ ମୋ ବାହାଘର ନିମନ୍ତ୍ରଣ ପତ୍ରଟା ଟିକେ ଦେଖ ମୋ ବରର ନାଁଟା ଟିକେ ଭଲ ଭାବରେ ଦେଖ ହିସୁ ଭାଇ ତୁ
আসন্তা কালি মু বাহা হଉଛି সোনি তু পুরা মো পিলা দিনর সাঙ্গ ମୋ ପ୍ରତି ଏତେ ଅବିଚାର କରିପାରୁଛୁ କେମିତି ଅବିଚାର କରିପାରୁଛୁ? ଅବିଚାର ନୁହଁ, ମୁଁ ତୋଠାରୁ ପ୍ରତିଶୋଧ ନେବାକୁ ଚାହେଁ। ତୁ କ'ଣ ଭାବୁଛୁ ତୋ ପ୍ରେମିକ ଈଶୁକୁ ବିବାହ କରି ଘର ସଂସାର କରିବା ପାଇଁ ମୁଁ ରାଜି ହେଇଛି? ନାଇଁ, ସେଇଟା ତୋର ଭାବିବା ବିରାଟ ବଡ଼ ବୋକାମି। ମୁଁ ତାଠାରୁ ପ୍ରତିଶୋଧ ନେବା ପାଇଁ ବିବାହ କରିଛି, ନାରୀମାନଙ୍କ ଇଙ୍ଗିତରେ ପୁରୁଷମାନଙ୍କୁ ନଚାଇବା ପାଇଁ। ତୁ ସେମିତି କରୁନି। ଈଶୁ ଭାଇକୁ ବୋଲି ଦେବ ତୁଲ୍ୟ ମଣିଷକୁ ତୋ ହାତରେ ତୁ ଖେଳନା କଣ୍ଡେଇ ସଜାଇ ଦେ। ତୋ ସହିତ ଯିଏ ସମ୍ପର୍କ ରଖିବ ସିଏ ମରିବ। ତୁ ଏ ମାଙ୍କଡ ପାଇଁ ହାତରେ ଶଙ୍ଖା ମତରେ ସିନ୍ଦୁର ପିନ୍ଧିଛୁ ନା? ସେ ମାଙ୍କଡର ହାତଟାକୁ ମୁଁ ଭାଙ୍ଗି ଦେବି ବେ। ଶୁଣ, ତୁ ଯଦି ମୋ ଜଗୁର କିଛି କ୍ଷତି କରିବୁ ତାହେଲେ ମୁଁ ତୋ ତଣ୍ଟି କଳା କରି ରକ୍ତ ପିଇଦେବି ବେ। ତୁ ମୋ ତଣ୍ଟି କଳାକ ରକ୍ତ ପିଇବୁ? ତୁ ମୋ ତଣ୍ଟି କଳାକ ରକ୍ତ ପିଇବୁ? ମୁଁ ତତେ ବହୁତ ଭଲ ପାଇ ମୁଁ ତତେ ମାରି ପାଇଲି, ତୁ ମୋ ତଣ୍ଟି କଳାକ ରକ୍ତ ପିଇବୁ? ଭାଇ ଏ ସୋରି ନାନୀଟା ଆମରି ଘରକୁ ଆସି ମୋ ନାନୀଟାକୁ ମାରି ଦେଇଥାନ୍ତା ବେ। ଚୋରି ଯାଇଥିଲା। କିସ ହେଇଛି ଛୁଆ? କିସ ହେଇଛି ମା? କିଛି ନୁହଁ କଣ, ମୁଁ ଯାହା କହେ ସିଧା କଥା କହେ। ମୋ ସର୍ତ୍ତ ମାନିବା ପାଇଁ ତମେ ପ୍ରସ୍ତୁତ କି ହେଇଛ? ସହିତ ମା? ସର୍ତ୍ତ ଏଇଆ ଯେ ଟଙ୍କା ବଦଳରେ ପ୍ରାଚିତା ପେଟରେ ବଢୁଥିବା ପିଲାଟାକୁ ଅବରସନ କରିବ। ଏ ପିଲା ମୁଁ ନଷ୍ଟ କରିପାରିବି। ହଁ, ମୁଁ ଶୁଣ ମୋ ଦେହରେ ଜଳୁଛି ବନ୍ୟା। ମୁଁ ଯା ଚାହେଁ ତା ପାଏ, ଆଉ ତା ନ ପାଏ ସେଟା ମୁଁ କାହାରି ହବାକୁ ଦିଏ। ନାଇଁ ମା, ଏ କଥା କେବେ ସମ୍ଭବ ହେଇପାରିବନି। ଏ ପିଲା ମୁଁ ନଷ୍ଟ କରିବାକୁ ଦେବିନି। ଏ ପିଲାକୁ ମୁଁ କେବେ ବି ନଷ୍ଟ କରିବାକୁ ଦେବିନି। ଆରେ ଶୁଣି, ତୁ ପୁରା ମୋ ପିଲା ଦିନର ସାଙ୍ଗ। କଣ ହେଲା ସାଙ୍ଗ? ତା ବଦଳରେ ତମେ କଣ କରିବା ପାଇଁ ଚାହୁଁଛ ଭାବ। କଣ କରିବା ପାଇଁ ଚାହୁଁଛ ଭାବ ବେ। ତା ପେଟର ପିଲାଟାକୁ ସେ ନଷ୍ଟ କରିବ। ତା ନହେଲେ ତମେ କଣ ଭାବିବା କଥା ଭାବ ଜଲ୍ଦି। ତମ ଟଙ୍କା ପାଇଁ ଆମେ ପଛେ ତମ ଘରେ ଚାକିରିଆ ରହିବୁ, ହେଲେ ମୋ ଛୁଆ ମାର ଗର୍ଭ ନଷ୍ଟ କରିବା କଥା କୁହନି। ନାଇଁ କଣ ହେଲା? ତମ ଭଳି ମାଙ୍କଡ ମାନେ ମୋ ମାର୍ବଲ ଚଟାଣ ଉପରେ ପାଦ ରଖିଲେ ମୋ ମାର୍ବଲ ଚଟାଣଟା ନଷ୍ଟ ହେଇଯିବ। ସେଥିପାଇଁ ମୁଁ ଡିସାଇଡ୍ କରିଛି ମୋର ଟଙ୍କା ଦରକାର। ଆଉ ଟଙ୍କା ନହେଲେ ପ୍ରାଚିତା ପେଟରେ ବଢୁଥିବା ପିଲାଟାକୁ ସେ ନଷ୍ଟ କରିବ। ନାଇଁ ସୋନି, ତୁ ସେମିତି କହନି ସୋନି, ସେମିତି କହନି। ମୋର ଏତେ ଅବିଚାର କରନି। ଆରେ ମୁଁ ପୁରା ତୋ ପିଲା ଦିନର ସାଙ୍ଗ। ମାନେ ଫ୍ରେଣ୍ଡ। ତୋ ସହିତ ବନ୍ଧୁତା କଟି ସାରିବା ପରେ ମୁଁ ସେ ଟଙ୍କାରେ ଆର୍ଟିଫିସିଆଲ କୁକୁର କିଣିବି। ସେଥିପାଇଁ ମୋର ନିହାତି ଟଙ୍କା ଦରକାର। ଏ ସରି ନାନୀ, ମୁଁ ଶୁଣିଛି ସହର ବଜାରରେ ବାବୁମାନେ ତାଙ୍କ ଘର ଆଗରେ କୁକୁର ବାନ୍ଧନ୍ତି। ଏ ନାନୀ, ସେ କୁକୁରଟା ଭୋ ଭୋ ହୁଏ ହେଲେ କଥା କହିପାରେ ନା। ଏ ନାନୀ, ତୁ ଗୋଟେ କଥା କୁହ କୁକୁର କିଣିବୁ। ତୁ ଶୁଣ, ତୁ ଗୋଟେ କାମ କର, ସେଇ 5 ଲକ୍ଷ ଟଙ୍କା ବଦଳରେ ତୁ ମତେ ତୋ ଘରକୁ କୁକୁର କରି ନେଇ ଯା। କହୁଛି ନା ନାନୀ, ତୋ ଘର ଆଗରେ ବନ୍ଧା ହେବି, ଅଇଠା ପତ୍ରକୁ ସବୁ ଚାଟି ଚାଟିକିରି ଖାଇବି, ମୋ ବୋଇ ବକିବି।
তো মার্বল চটাণକୁ ଅସନା କରିବିନି। ଏ ଜଗନ କୁକୁରାଇକି ଯିବୁ ଏଇଠି ତୁ ଯେତିକି ମତେ ମାଡ଼ ମାରିଛୁ ନା ତାର ପ୍ରତିଶତ ମୁଁ ନିଶ୍ଚୟ ନେବି। ଜଗନ ତୁ କୁକୁରାଇକି ଯିବୁ ମୁଁ ଆଣିଥିବା ବେଲ୍ଟରେ ବନ୍ଧ ହେଇକି ତୁ ଆମ ଘରକୁ ଯିବୁ। ଆମ ମାର୍ବଲରେ ପଡ଼ିଥିବା ଅଇଁଠାକୁ ତୁ ଚାଟି ଚାଟି ଖାଇବୁ। ଯିବୁ ତ? ତାହେଲେ ଠିକ ଅଛି ବାହାରି ପଡ଼। ଜଗନ ଏ ଜଗନ ତୁ ଟଙ୍କା ସୁଝିବା ପାଇଁ ପର ଘରକୁ କୁକୁର ହେଇଯିବୁ। ମାନିବେ ତୁ ପା ସବୁବେଳେ କହୁଥିଲୁ ଆମ ଏ ଆଦିବାସୀ ଜାତିଟା କେବେ ବେଇମାନ ହୁଏନି। ତୋରି ବାପା ସତ୍ୟବ୍ରତ ମହାପାତ୍ରର ଦାନରେ ଆମେ ଦି ଭାଇ ବଞ୍ଚିଛୁ। ଆଜି ତାଙ୍କରି ଝିଅକୁ ଭଲ କରିବା ପାଇଁ ମୁଁ 5 ଲକ୍ଷ ଟଙ୍କା ଆଣିଥିଲି ସୁଝି ପାରିଲିନି। କୁକୁର ହେଇଯାଉଛି ତୁ ମନ ଦୁଃଖ କାହିଁ କରୁଛୁ? ଜଗନ ମନ ଦୁଃଖ କରୁନି ରେ ଜଗନ ତୋର ଏ ତ୍ୟାଗ ପାଇଁ ମୋ ନିଜକୁ ମୁଁ ଗର୍ବ କରିବି। ତମର ଏ ଅକର୍ମଣ୍ୟ ଶରୀର ପାଇଁ ମୋ ନିଜ ଉପରେ ମୁଁ ଘୃଣା କରିବି। ଏ ଜଗନ ତୁ ଯାନି ରେ ଯାନି ତୁ ଯାନି। ଏ ନାନୀ ମତେ ଆଉ କାହିଁ ଅଟକଉଛୁ? ବଜାରରେ ଯେତେବେଳେ ବଳଦଟା ବିକ୍ରି ହେଇଯାଏ ସେତେବେଳେ ତା ମାଲିକ ତାକୁ ପଛରୁ ଡାକେନି। ଜଗନ କାହିଁକି ନା ମାୟା ଲାଗିଯିବ। ଏ ନାନୀ ମୁଁ ପରା ବିକ୍ରି ହେଇସାରିଥିବା ବଳଦ କାହିଁକି ପଛରୁ ଡାକୁଛୁ? କାହିଁ ଆଉ ମାୟା ଲଗଉଛୁ? ଜଗନ ଭାଇବେ ମୋ ଏ ନାନୀଟା ମତେ ଭରସା କରି ଏତେ ବାଟ ଚାଲି ଆସିଥିଲା। ମୁଁ ତ ଆଜି କୁକୁର ହେଇ ବିକ୍ରି ହେଇଯାଉଛି। ମୋ ନାନୀର ଯତ୍ନ ନବୁ, ମୋ ନାନୀର ଯତ୍ନ ନବୁ। ଏ ଜଗନ ଏ ଦୁନିଆ ଦାନରେ ତୁ ମତେ ଛୋଟ କରିଦେଲୁ ନା। ଆରେ ମୁଁ ଯେମିତି ଅଛି ଭଲରେ ଅଛି। ମତେ ଭଲ କରିବା ପାଇଁ ତୁ କାହିଁକି ଟଙ୍କା ଆଣୁଥିଲୁ ରେ? କଣ ପାଇଁ ଟଙ୍କା ଆଣୁଥିଲୁ? କି କଥା କହୁଛୁ ନାନୀ? କି କଥା କହୁଛୁ ତୁ? ତୁ ତ ନିଜେ ଭଲରେ ଗଣ୍ଡେ ଖାଇପାରୁନୁ। ପୁଣି ଆଗକୁ ତୋର ପିଲାପିଲି ହବ, ସେ ସବୁ ହବ କେମିତି? ଏ ନାନୀ ସେ ତୁ ନ ବଞ୍ଚିଲେ ସେ ଭଇଥାନଟା ଉପରେ ତୁ ବଦଲା ନବୁ କେମିତି? ଏସବୁ ହବ କେମିତି? ଏ ଭାଇ କାହିଁ ଆଉ ମତେ ପଛରୁ ଡାକୁଛୁ? ଆଜି ମୁଁ ଭାଟରେ ବିକ୍ରି ହେଇ ସାରିଥିବା ଗୋଟେ ବଳଦ ଆଉ ପଛରୁ ଡାକି ମତେ ମାୟା ଲଗାନା। ଜଗନ सुना सदरी माटी मतरे बिना सदरी बिना सदरी मन दपनी को कह दुश्मनी का तोर मोर तोर मोर गुप्त संपर्क 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 गुप्त संपर्क
ପଚାରେ ଆମ ସମ୍ପର୍କ ପ୍ରଶ୍ନ ତୁ ନୁହେଁ କୃଷ୍ଣ ମୁଁ ନୁହେଁ କୃଷ୍ଣ ଦୁନିଆ ପଚାରେ ଆମ ସମ୍ପର୍କ ପ୍ରଶ୍ନ କହ କାହିଁକି କହ ତୁ କାନ୍ଦିଲେ ମୋ ଆଖିରେ ଲୁହ କିଏ ସେ ଦେଖିଛି ଆମ ରକ୍ତ ଜାତକ ତୋର ମୋର ତୋର ଦୁଃଖ ସମ୍ପର୍କ